ସମାଜରେ ପ୍ରେମର ପରିଭାଷା ବଦଳୁଥିବା ବେଳେ ଅନେକ ପ୍ରେମ ଏମିତି ଥାଏ, ନା କେବେ ନିଭେ ନା କେବେ ହଜେ। ଏମିତି ଏକ ନିଶ୍ଚଳ ଆଉ ନିଃସ୍ୱାର୍ଥ ପ୍ରେମିକ ଯୋଡ଼ି ହେଇଛନ୍ତି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳର। ଝଡ଼ ତୋଫାନ ଭଳି ଅନେକ ବାଧା ସାଜିଛି ଦୁହିଁଙ୍କ ପ୍ରେମ ଜୀବନରେ, ହେଲେ କେହି ବି କାହାର ହାତ ଛାଡ଼ିବେ ନାହିଁ ଆଜି ପ୍ରତିଜ୍ଞା କରିବା ସହିତ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ। ଆସନ୍ତୁ ଦେଖିବା ଦୁଇ ପ୍ରେମ ପକ୍ଷୀଙ୍କର ଏହି ସୁନ୍ଦର କାହାଣୀ। ପ୍ରେମ ଏଠି ନିଃସ୍ୱାର୍ଥ, ନିଶ୍ଚଳ ଆଉ ଚିରନ୍ତନ। ଏଠି ପାଇବାରେ ଆଶା ରଖି ନାହିଁ ପ୍ରେମିକଟିଏ, ବାସ୍ କଥା ଦେଇଛି ସବୁ ଜନ୍ମ ପାଇଁ ସାଥୀ ଦେବ। ପ୍ରେମ ପାଇଁ ବଳିଦାନର ଅନେକ କାହାଣୀ ଆପଣ ଶୁଣିଥିବେ, ହେଲେ ଏଠି ବଳିଦାନ ପାଲଟିଛି ଭଲ ପାଇବା। ଏଇ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଯୋଡ଼ି। ଦୁଇ ଜଣଙ୍କ ଯୋଡ଼ି ଯେତିକି ସୁନ୍ଦର, ତାଙ୍କ ପ୍ରେମ କାହାଣୀ ତାଠୁ ଅଧିକ ସୁନ୍ଦର। ପ୍ରହରାଜପୁର ଗ୍ରାମର ମଦନ ପାତ୍ରଙ୍କର ଝିଅ +3 ବର୍ଷର ଛାତ୍ରୀ। ସେ ଜଣେ ଜଳେଶ୍ୱରରେ ପାଠ ପଢ଼ୁଛନ୍ତି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଦକ୍ଷିଣ ପ୍ରହରାଜପୁର ଗ୍ରାମର ସଞ୍ଜୟ ଜେନାଙ୍କର ସାନ ପୁଅ ପଞ୍ଚାନନ ଜେନାଙ୍କ ସହିତ ଚାଟିଂ ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିବାର ଲୋକେ ଏହି ଘଟଣା ଜାଣିବା ପରେ ପୁଅ ଘରକୁ ପ୍ରସ୍ତାବ ଦେଇଥିଲେ। ଅଚିହ୍ନା ଥିଲେ ଦୁହିଁଙ୍କ ପାଇଁ, ଆଉ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଗଲା ଭଲ ପାଇବା। ସେମିତି ଛୁକ୍ ଛୁକ୍ ହୋଇ ପ୍ରେମର ରେଳଗାଡ଼ି ବି ଗଡ଼ି ଚାଲିଥିଲା। ପ୍ରେମ ପକ୍ଷୀ ଭଳି ଉଡ଼ି ବୁଲୁଥିଲା ଅନ୍ନପୂର୍ଣ୍ଣାଙ୍କ ପାଇଁ ହୁଇଲ୍ ଚେୟାରଟିଏ ପାଲଟି ଥିଲା ସାହାରା, ଆଉ ହୁଇଲ୍ ଚେୟାରରେ ବସି ହାତଗଣ୍ଠି ପଡ଼ିଥିଲା ଉଭୟଙ୍କର। ବେଦୀ ସଜା ହୋଇଛି, ବନ୍ଧୁବାନ୍ଧବ ଘରେ ଭର୍ତ୍ତି। ବାପା କନ୍ୟାଦାନ କରିବେ, ବରଯାତ୍ରୀ ଆସି ତାଟି ଦୁଆରେ ବାଜା ବାଜୁଛି। ବରଯାତ୍ରୀ ନାଚୁଛନ୍ତି। ଆଜି ବାହାଘର ରୀତିନୀତିରେ ଚାଲିଛି ବାହାଘର। ଏ ଯୋଡ଼ି ସ୍ୱୟଂ ଜଗନ୍ନାଥ ହିଁ ବନେଇଛନ୍ତି। ଏ ପ୍ରେମରେ ଦୁଇ ଜଣଙ୍କୁ ଆଜି ପ୍ରେମରୁ ଆରମ୍ଭ ହୋଇ ବାହାଘରର ବେଦୀରେ ବସିବେ। ବାସ୍ ଉଭୟଙ୍କ ପାଇଁ ସମର୍ପିତ। ଆଜିକା ସମାଜରେ ପ୍ରେମର ପରିଭାଷା ହିଁ ବଦଳି ସାରିଥିବା ବେଳେ ପ୍ରକୃତ ଓ ନିଃସ୍ୱାର୍ଥ ପ୍ରେମର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଏହି ଦୁଇ ପ୍ରେମ ପକ୍ଷୀ।